ବାଲେଶ୍ୱର ସହରସ୍ଥ ହୋଟେଲ ହରିପ୍ଲାଜା ଠାରେ ଅଲ୍ ଇଣ୍ଡିଆ ସି ଫୁଡ୍ ଏକ୍ସପର୍ଟସ୍ ଆସୋସିଏସନର ନବନିର୍ବାଚିତ ସଭାପତି ସଂଗ୍ରାମ ଦାସଙ୍କୁ ବନ୍ଦେ ମାତରମ୍ ସଂଗଠନ ପକ୍ଷରୁ ଶନିବାର ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ଶ୍ରୀମାନ ଶ୍ରୀଚନ୍ଦନ ସଭା ପରିଚାଳନା କରିଥିବା ବେଳେ ମୁଖ୍ୟ ଆକର୍ଷଣ ଭାବେ ମଞ୍ଚରେ ସଂଗ୍ରାମ ଦାସ, ଅଭୟ ମହାପାତ୍ର, ଅମର ମହାନ୍ତି, ସୂର୍ଯ୍ୟ ଆଚାର୍ଯ୍ୟ, ବିଶ୍ୱଜିତ ପ୍ରମାଣିକ, ଅସିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଭାରତ ତଥା ଓଡ଼ିଶାର ଚିଙ୍ଗୁଡ଼ି ଶିଳ୍ପ ପ୍ରତି ଥିବା ମହାସଙ୍କଟରୁ ଚାଷୀଙ୍କୁ ଉଦ୍ଧାର କରିବାରେ ସବୁ ଉଦ୍ୟୋଗପତି ଶ୍ରୀ ଦାସ ନିଜ ପିତା ସ୍ୱର୍ଗତ ହିମାଂଶୁ କୁମାର ଦାସଙ୍କ ନୀତି ଅନୁସରଣ କରିବେ ବୋଲି ପ୍ରକାଶ କରିଥିଲେ। ଶେଷରେ ବିକାଶ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିମନ ଦାସ ମହାପାତ୍ର, ତାପସ ପାଣିଗ୍ରାହୀ, ହ୍ରିତିକ ନାୟକ ଅନ୍ୟମାନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ଅଲ୍ ଇଣ୍ଡିଆ ସି ଫୁଡ୍ ଏକ୍ସପୋର୍ଟ ଆସୋସିଏସନ୍ ଓଡ଼ିଶା ଚେପ୍ଟରର ପୂର୍ବରୁ ବି ଆମେ କାମ ବହୁତ କରିଆସୁ, ଯେଉଁଟାକି ଚାଷୀମାନଙ୍କର ଇଲେକ୍ଟ୍ରିର ସୁବିଧା। ଆଜି ଗୁଡ଼ୁପାଇରେ ଦେଖନ୍ତୁ ଡେଡିକେଟେଡ୍ ଇଲେକ୍ଟ୍ରିକ୍ ଲାଇନ୍ ଆମେ କରିଛୁ ସରକାରଙ୍କ ସହାୟତାରେ। ରୋଡ଼ର ଇନଫ୍ରାଷ୍ଟ୍ରକ୍ଚର ଦେଖନ୍ତୁ ଗୁଡ଼ୁପାଇ ହେଲା କି ଆମର ଏପଟେ ବାହାବଳପୁର ହେଲା, ରୋଡ଼ ଇନଫ୍ରାଷ୍ଟ୍ରକ୍ଚର ବି ଆମେ ଡେଭଲପ୍ କରିଛୁ। ଏଇ ସି ଫୁଡ୍ ଏକ୍ସପୋର୍ଟର ରେସ୍ପନ୍ସିବିଲିଟି ଓଡ଼ିଶା ଚେପ୍ଟର ଯେତେବେଳେ ବି ଚାଷୀମାନଙ୍କର ଯାହା ବି ବିପଦ ପଡ଼େ ଆମେ ତାଙ୍କ ପାଖରେ ଠିଆ ହେଇଥାଉ ଆଉ ତାଙ୍କୁ ସାହାଯ୍ୟ କରୁ। ବାକି ଆମର ଏକ୍ସପୋର୍ଟ ଅଲ୍ ଇଣ୍ଡିଆ ଏକ୍ସପୋର୍ଟ ଆସୋସିଏସନ୍ ତ ସବୁବେଳେ ଲାଗିଛି। ଯେଉଁ ଏବେ ଆମର ଟ୍ରମ୍ପଙ୍କର ଟାରିଫ୍ ଅଛି କି ଅଛି ସବୁଥିରେ ସେମାନେ ବି ଲାଗିଛନ୍ତି। ଆଉ ଓଡ଼ିଶା ଚେପ୍ଟରରୁ ଆମର ଦୁଇ ଜଣ NMC ମେମ୍ବର ଅଛନ୍ତି, ପ୍ଲସ୍ ପ୍ରେସିଡେଣ୍ଟ ବି ସବୁବେଳେ ନ୍ୟାସନାଲ୍ ମ୍ୟାନେଜିଂ କମିଟିରେ ରହୁଛି। ତ ଆମେ ପ୍ରଚେଷ୍ଟା କରିବୁ ଯେମିତି ଟାରିଫ୍ କିମ୍ବା ଅନ୍ୟାନ୍ୟ ଅସୁବିଧା ଯାହା ହେଉଛି ଆମେ କେମିତି ତାକୁ ଭଲ ଭାବରେ ତୁଲାଇ ପାରିବୁ, ସେଇଟା ହିଁ ଆମର ମୁଖ୍ୟ ଉଦ୍ଦେଶ୍ୟ। ଦେଖନ୍ତୁ ସେମାନେ ହିଁ ବାଛିଛନ୍ତି, ତା ଦେହରେ ପରେ ଆଉ କିଛି କହିବାଟା ଉଚିତ ହେବନି। ବିଶେଷ କରି ବାଲେଶ୍ୱରର ଚାଷୀମାନେ ବା ଯେଉଁମାନେ ପ୍ରୋସେସିଂ ପ୍ଲାଣ୍ଟ କରିଛନ୍ତି, ଏକ୍ସପୋର୍ଟ କରୁଛନ୍ତି, ସେମାନେ କେତେ ଲାଭ ପାଇବେ ଆପଣ ଜଣେ ବାଲେଶ୍ୱରବାସୀ ହିସାବରେ? ନିଶ୍ଚୟ ମାର୍କେଟ ସୁଧରିଲେ ସବୁ ଚାଷୀଙ୍କୁ ହିଁ ଅଲ୍ଟିମେଟଲି ପ୍ରଫିଟ୍ଟା ଟ୍ରାନ୍ସଫର୍ ହୁଏ। ତ ଆମେ ତ ସବୁବେଳେ ଚେଷ୍ଟା କରିବେ ଆମେ ବି ଭଲରେ ରହୁ, ଚାଷୀ ବି ଭଲରେ ରହୁ। ତ ବାଲେଶ୍ୱରବାସୀ ଆଜି ଆପଣଙ୍କୁ ସମ୍ବର୍ଦ୍ଧନା ଦେଲେ, କ'ଣ ତାଙ୍କ ପାଇଁ କ'ଣ ବାର୍ତ୍ତା ରହିବ? ବହୁତ ବହୁତ ଧନ୍ୟବାଦ ଦେବି, ତାଙ୍କର ଭଲ ପାଇବା ଦେଖି ମୋତେ ବହୁତ ଖୁସି ଲାଗିଲା ଆଉ ବହୁତ ବହୁତ ଧନ୍ୟବାଦ ଦେବି ସମସ୍ତଙ୍କୁ। ଥ୍ୟାଙ୍କ ୟୁ।